ତେଣୁ ଆମେ ଭାବୁଥିବା ଆମେ ଗୃହୀ, ଆମେ ଗୃହସ୍ଥାଶ୍ରମରେ ଅଛେ, ଆମେ କେମିତି ଯୋଗ ଅଭ୍ୟାସ କରିପାରିବା ବା ସାଧନା ଧ୍ୟାନ କେମିତି କରିପାରିବା। ପୂଜାପାଠ ଠାରୁ ଜପ ଶ୍ରେଷ୍ଠ, ଜପ ଠାରୁ ଧ୍ୟାନ ଶ୍ରେଷ୍ଠ, ଧ୍ୟାନ ଠାରୁ କର୍ତ୍ତଭାବ ତ୍ୟାଗ କରିବାଟା ହେଉଛି ଶ୍ରେଷ୍ଠ। ଦ୍ୱାଦଶ ଅଧ୍ୟାୟ ଭକ୍ତି ଯୋଗରେ ଭଗବାନ ଏକଥା କହିଛନ୍ତି। ପୂଜାପାଠ ଠାରୁ ଜପ ଶ୍ରେଷ୍ଠ, ଜପ ଠାରୁ ଧ୍ୟାନ ଶ୍ରେଷ୍ଠ, ଧ୍ୟାନ ଠାରୁ କର୍ତ୍ତାଭାବ ତ୍ୟାଗ କରିବା। କର୍ତ୍ତାଭାବ ବୋଇଲେ ମୁଁ ମୋର ଭାବ ଯେ ତ୍ୟାଗ କରି ସଂସାର ଭିତରେ ରହି କର୍ମ କରି ଚାଲିଛି, ତାକୁ କୌଣସି କର୍ମ କେବେ ବନ୍ଧନରେ ପକେଇଦବ ନାହିଁ। ଯୋଉଠି ମୁଁ ଆଉ ମୋର ଭାବ ନାହିଁ, ସେଠି କର୍ମ ତମକୁ ବନ୍ଧନରେ କେମିତି ପକେଇବ? ସେଇ ମୁଁ ମୋର ଭାବ ଜାଗାରେ ଆପଣ ସେଇ ଭଗବାନକୁ ବା ଜଗନ୍ନାଥକୁ ବା ପରମାତ୍ମା ପରମ ବ୍ରହ୍ମକୁ ଆପଣ ଉପଲବ୍ଧି ଅନୁଭବ କରୁଛନ୍ତି। ସେ ଶରୀର ଭିତରେ କର୍ତ୍ତା, ସେ ସବୁ କରୁଛନ୍ତି, କରାଉଛନ୍ତି, ମୁଁ କିଛି କରୁନାହିଁ। ତାହେଲେ ଆପଣଙ୍କୁ କର୍ମଫଳ ଭୋଗ କରିବାକୁ ପଡ଼ିବ ନାହିଁ। ତେଣୁ ଯେଉଁ ଗୃହସ୍ଥାଶ୍ରମରେ ଆମେ ଅଛେ, ସେଇ ଗୃହସ୍ଥାଶ୍ରମରେ ପଞ୍ଚଯଜ୍ଞ କରିବା ପାଇଁ ମହାପୁରୁଷ ମାନେ ମୁନି ଋଷି ମାନେ ନିର୍ଦ୍ଦେଶ ଦେଇଛନ୍ତି। ସେ ପଞ୍ଚଯଜ୍ଞଟି କ'ଣ? ପ୍ରଥମ ଯଜ୍ଞ ହେଉଛି ବ୍ରହ୍ମଯଜ୍ଞ, ଦ୍ୱିତୀୟ ଯଜ୍ଞଟି ହେଉଛି ଋଷି ଯଜ୍ଞ, ତୃତୀୟ ଯଜ୍ଞଟି ହେଉଛି ନୃଯଜ୍ଞ, ଚତୁର୍ଥ ଯଜ୍ଞଟି ହେଉଛି ପିତୃଯଜ୍ଞ, ପଞ୍ଚମ ଯଜ୍ଞଟି ହେଉଛି ଭୂତ ଯଜ୍ଞ। ପାଞ୍ଚଟି ଯଜ୍ଞ: ବ୍ରହ୍ମଯଜ୍ଞ, ଋଷି ଯଜ୍ଞ, ନୃଯଜ୍ଞ, ପିତୃଯଜ୍ଞ, ଭୂତ ଯଜ୍ଞ। ଭୂତ ଯଜ୍ଞ। ତେଣୁ ଏଇ ପାଞ୍ଚଟି ଯଜ୍ଞ ଜଣେ ଗୃହସ୍ଥାଶ୍ରମ ଲୋକ ଡେଲି କରିବା ଦରକାର। ତେଣୁ ବ୍ରହ୍ମଯଜ୍ଞ କ'ଣ? ନା ବ୍ରହ୍ମଯଜ୍ଞ ଅର୍ଥ କ'ଣ? ନା ବ୍ରହ୍ମକୁ ଆମେ କେମିତି ଉପଲବ୍ଧି କରିବା, କେମିତି ଅନୁଭବ କରିବା, କେମିତି ସେଇ ବ୍ରହ୍ମଙ୍କ ସହିତ ଆମେ ମିଳନ ହବା। ଯେଉଁ ବ୍ରହ୍ମଙ୍କ ପାଖରୁ ଆମେ ଆସିଛେ, ସେଇ ବ୍ରହ୍ମଙ୍କ ପାଖରୁ ଆମେ କେମିତି ଯିବା, ସେ ବ୍ରହ୍ମଙ୍କ ସହିତ ଆମେ କେମିତି ଲୀନ ହବା। ଆମେ ବ୍ରହ୍ମର ଅଂଶ ବିଶେଷ, ଆମେ ସେଇ ଆତ୍ମା, ସେ ହେଉଛନ୍ତି ପରମାତ୍ମା। ଏଇ ଆତ୍ମା ତ୍ରିଗୁଣ ରଜ୍ଜୁରେ ବାନ୍ଧି ହେଇ ଜୀବାତ୍ମା ବୋଲଉଛି। କେମିତି ଜୀବାତ୍ମା ବୋଧ ଯାଇ ଆତ୍ମବୋଧରେ ଆମେ ପ୍ରତିଷ୍ଠିତ ହେବା। ଆତ୍ମବୋଧରେ ପ୍ରତିଷ୍ଠିତ ହେଲା ପରେ ଆମେ କେମିତି ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ମିଳନ ବା ଏକକାର ହେଇପାରିବା। ଏଥିପାଇଁ ଆମେ ତତ୍ତ୍ୱଗୁରୁଙ୍କର ଠାରୁ ଦୀକ୍ଷା ଗ୍ରହଣ କରିବା ଏବଂ ତତ୍ତ୍ୱଗୁରୁଙ୍କ ସାନ୍ନିଧ୍ୟ ଲାଭ କରିବା, ସତ୍ସଙ୍ଗର ଆଶ୍ରୟ ନେବା ଆଉ ସାଧନା କରିବା। ତାହେଲେ ଆମେ ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ମିଳନ ହେଇପାରିବା। ବ୍ରହ୍ମର ସଂଜ୍ଞା କ'ଣ? ନା ଯିଏ ଥିଲେ, ଅଛନ୍ତି ଏବଂ ରହିବେ, ଯେ ସର୍ବବ୍ୟାପୀ, ସବୁଠାରେ, ସବୁ ସ୍ଥାନରେ, ସବୁଠାରେ, ସବୁ ସ୍ଥାନରେ, ସବୁଠି ଯିଏ ପରିପୂର୍ଣ୍ଣ ହେଇ ଅଛନ୍ତି, ତାହା ହେଉଛି ବ୍ରହ୍ମ। ତାଙ୍କର ଜନ୍ମ ନାହିଁ, ତାଙ୍କର ମୃତ୍ୟୁ ନାହିଁ, ତାଙ୍କର ସେ ସ୍ୱୟମ୍ଭୁ, କିଏ ତାଙ୍କର ସ୍ରଷ୍ଟା, କେହି କିଛି ଜାଣନ୍ତି ନାହିଁ। ଯେତେ ଶୂନ୍ୟ ବିଷୟରେ ଆପଣ ଜାଣିବାକୁ ଚାହିଁବେ, କିଛି ପାଇବେ ନାହିଁ। ଶୂନରେ ଶୂନ ମିଶେଇଲେ ସେଇ ଶୂନରୁ
ମାଇନସ୍ କଲେ ଶୂନ ସେଇ ଶୂନ। ସେଇଭଳି ପରମାତ୍ମା ପରମ ବ୍ରହ୍ମ ଯେ କିଏ କେହି କିଛି ଜାଣିପାରନ୍ତି ନାହିଁ, କେହି କିଛି ସେ ବିଷୟରେ ବ୍ୟକ୍ତ କରିପାରନ୍ତି ନାହିଁ, ସେଇ ବିଷୟରେ କେହି କିଛି କହିପାରନ୍ତି ନାହିଁ। କେବଳ ଅନୁଭବର କଥା, ଉପଲବ୍ଧିର କଥା। ତେଣୁ ତତ୍ତ୍ୱଗୁରୁ ସେଇ ପରମାତ୍ମା ପରମ ବ୍ରହ୍ମକୁ କିଭଳି ଭାବରେ ଆମେ ଉପଲବ୍ଧି କରିପାରିବା, ଅନୁଭବ କରିପାରିବା, ତାର ମାର୍ଗ, ତାର କୌଶଳ ଆମକୁ ପ୍ରଦାନ କରନ୍ତି। ତେଣୁ ଆମେ ଗୃହସ୍ଥ ଆଶ୍ରମରେ ରହି ପ୍ରଥମେ ବ୍ରହ୍ମଯଜ୍ଞ କରିବା। এই ବ୍ରହ୍ମଯଜ୍ଞରେ ଆମେ କିଭଳି ଭାବରେ ଜପରେ ବସିପାରିବା, ଧ୍ୟାନରେ ବସିପାରିବା। ଆଉ ଜପ ଧ୍ୟାନ କରିବା ପାଇଁ ଆମକୁ ଦରକାର ଅନେକ ଗୁଡ଼ିଏ ବିଷୟରେ ସଚେତନ ହେବାକୁ ପଡ଼ିବ। ତାହା ହିଁ ତତ୍ତ୍ୱଗୁରୁ କହିଦେବେ।